ଆଜ୍ଞା ଆଜି ଯେଉଁ କାଲି ଯେଉଁ ଆପଣ ରଥଯାତ୍ରାଟା ଷ୍ଟାର୍ଟ ହେବ କୁକୁରଜଙ୍ଗା ରଥଯାତ୍ରାଟା କେଉଁ ପାଇଁ ଏତିକି ଫେମସ୍ ଅଛି ଝାରସୁଗୁଡ଼ାରେ କୁକୁରଜଙ୍ଗା ରଥଯାତ୍ରାଟା? ଇଏ ତ ବହୁତ ପୁରାତନର ମନ୍ଦିର। ହୁଁ 1215 ମସିହାରେ ମନ୍ଦିର ତିଆରି ହେଇଥିଲା। 1215। ହଁ, ହୁଁ ତାପରେ ପୁରୀର ସାମଞ୍ଜସ୍ୟ ଯେ ପୁରୀର ନୀତିକାନ୍ତି ଅବଶ୍ୟ ସେଠି ବହୁତ ବଡ଼ ଧରଣର ହୁଏ। ହୁଁ ତାଠୁ ଆମର ତ ଏଠି ଆର୍ଥିକ ଅବସ୍ଥା ନେଇକି ବା ୟାର ଭୂ ସମ୍ପତ୍ତି ନେଇକି ବା ଭକ୍ତମାନଙ୍କର ସମାଗମ ନେଇକରି ହୁଁ ପୁରୀର ଯେମିତି ପୂଜା ଇତ୍ୟାଦି ସବୁ ନୀତି ନିୟମରେ ହୁଏ, ଏ ମନ୍ଦିରରେ ମଧ୍ୟ ସେହି ପ୍ରକାର ଆବହ କାଳରୁ ସେଇ 1215 ମସିହାରୁ ଚାଲିଯାଇଛି। ଆଜ୍ଞା ଇଏ ଦୀର୍ଘ ଏ ମନ୍ଦିରକୁ ଏଠାର ଯେ ଜମିଦାର ରାଜା ଥିଲେ କ'ଣ ନା ତାଙ୍କ ତାଙ୍କ ନାଁ ହେଉଛି ମଧୁସୂଦନ ସିଂହଦେବ। ସିଂ ହଁ, ହଁ ସିଏ ଉତ୍ତରପ୍ରଦେଶରେ ଥିଲେ ବୋଲିକି ଯାହା ଆମେ ଶୁଣିବାକୁ ପାଉଛୁ। 700-800 ବର୍ଷର କଥା, ଏ ତ ପୁରୁଣା ହିଷ୍ଟ୍ରି କଥା। ସିଏ ଆସିବା ପରେ ସେ ଆମର ବେହେରାପାଲି ବୋଲିକି ଗୋଟେ ଗାଁ ଅଛି, ସେ ଗାଁରେ ପ୍ରଥମେ ବସତି ବାସ କଲେ। ତାପରେ ସମ୍ବଲପୁର ସେ ଡେଲି ଚାଲିକି ଯାଆନ୍ତି ରାଜାଙ୍କ ପାଖ। ଯିବା ପରେ ରାଜା ଦେଖିଲେ ଯେ ଏଇ ବଡ଼ ବଡ଼ ଲୋକ ଗୁଡ଼ାକ ଏ ଡେଲି କ'ଣ ପାଇଁ ୟାଙ୍କର କାମ କ'ଣ ମୋ ପାଖକୁ ଆସୁଛନ୍ତି। ଦିନେ ତାକୁ ପଚାରିଲେ ଯେ ବାବୁମାନେ ତୁମେ କୁଆଡ଼େ ଆସୁଛ? ସେ କହିଲେ ଆଜ୍ଞା ଆମେ ତ ୟୁପିରୁ ଆସିଛୁ, ଆମେ ଟିକେ ରହିବାକୁ ଆମକୁ ଟିକେ ଜାଗା ଦିଅନ୍ତୁ। ତାଙ୍କର କଣ୍ଡିସନ ହେଲା ସେତେବେଳେ ଏଠି କର୍ମା ଲୋକ ଗୁଡ଼ିଏ ଥିଲେ। କହିଲେ କର୍ମାମାନଙ୍କୁ ତୁମେ ଯଦି ଏଠୁ ଉଠେଇ ଦେବ ତାହେଲେ ତୁମକୁ 14 କୋଶରେ ଜମିଦାର ରାଜା କରାଇବେ। ସେମାନେ ସେଠି ରାଜାଠୁ ପ୍ରତିଶ୍ରୁତି ପାଇ ଏଠି ଆସିକି କର୍ମାମାନଙ୍କ ସାଥିରେ ବନ୍ଧୁତା ସ୍ଥାପନ କରି କୌଣସି ମତେ ଏଠୁ ତାକୁ ବିତାଡ଼ିତ କଲେ। କରିବା ପରେ ରାଜା ପ୍ରସନ୍ନ ହୋଇକି ତାକୁ ଏଠି ଇଏ କଲେ। ଏ ଜଗନ୍ନାଥ ବେହେରାପାଲି ଆମର ଯେଉଁ ଚାଷ ଜମି ଗାଁ ଅଛି, ସେଠି ଗୋଟେ ବରଗଛ ମୂଳରେ ସେ ମାଟି ତଳେ ତାଙ୍କର ଯେଉଁ ବ୍ରହ୍ମ ବୋଲିକି, ଯେମିତି ଜଗନ୍ନାଥଙ୍କର ଭିତରେ ବ୍ରହ୍ମ ଅଛି ବୋଲିକିରି ଆମେ ତ ଦେଖିନେ, କହୁଛନ୍ତି ଯେ ସେ ବ୍ରହ୍ମକୁ ଅନ୍ୟ ଘଟରେ ନେଇକି ସ୍ଥାପନ କରନ୍ତି। ସେ 3 ମୂର୍ତ୍ତି ମାଟି ତଳେ ଥିଲେ। ରାଜାକୁ ସ୍ୱପ୍ନ ହେଲା ତୁମେମାନେ ମୋତେ ନେଇକରି କୁକୁରଜଙ୍ଘାରେ ମୂର୍ତ୍ତି ସ୍ଥାପନ କରି ଆଉ ତା ଭିତରେ ରଖିକି ପୂଜା କର। ଆଜିକି ଦୀର୍ଘ 800 ବର୍ଷ ହେଲା ସେ ମୂର୍ତ୍ତି ଆସି, କିନ୍ତୁ ପରମ୍ପରା ହେଉଛି କ'ଣ, ଏଠି ସବୁଠି 11 ଦିନ ଯାତ୍ରା ହେଉଛି, ଏଠି 14 ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିଛି। ଆଦିବାସୀ ଲୋକ କୁକୁରଜଙ୍ଗାରେ 14 ଦିନ। 14 ଦିନ ଆଜ୍ଞା ଆଦିବାସୀ ଲୋକ ତାଙ୍କର ପ୍ରେମ ସେଦିନ ହେଉଛି ଗୁରୁ ପୂର୍ଣ୍ଣିମା, ମଙ୍ଗଳ ପୂର୍ଣ୍ଣିମା। ସେ କୌଣସି ମତେ ସେ ତାଙ୍କର ଇଚ୍ଛା ଅନୁସାରେ ହେଉ ବା ଠାକୁରଙ୍କ ନିର୍ଦ୍ଦେଶ ଅନୁସାରେ ହେଉ, ଏଠି ସେ 14 ଦିନ ଯାତ୍ରା ଚାଲିଛି। ଏଠିକି ଲକ୍ଷାଧିକ ଲୋକ ମଧ୍ୟ ସମାଗମ କରୁଛନ୍ତି। ପୋଲିସ ଫୋଲିସ ଇତ୍ୟାଦି ଯେତେ ନେତା ବା ଯେତେ ମିଲିଟାରୀ ସବୁ ଅଛନ୍ତି ସମସ୍ତେ ଆସିକି ସମସ୍ତେ ଏଠି ସହଯୋଗ କରନ୍ତି। ବୋଧେ କାଲିନୁ ଷ୍ଟାର୍ଟ ଆପଣ? କାଲି ଆମର ଏ ରଥଯାତ୍ରା 3ଟା ବେଳେ ଠାକୁର ମନ୍ଦିରରୁ ବାହାରି ରଥକୁ ବିଜେ କରିବେ। ରଥ ବିଜେ କରିକି ସେଠି ଅଧଘଣ୍ଟା ବା 45 ମିନିଟ୍ ପୂଜା ପରେ ତାପରେ ରଥ ଟଣା ହେବ। ରଥ ଟଣା ହେବାର ୟାର ବି ଗୋଟେ ବିଶେଷତ୍ୱ, ଏ ଓଡ଼ିଶା ସାରା ଦୌଡ଼ାରେ ରଥ ଟଣା ହେଉଛି, କିନ୍ତୁ ଏଠି ବାଉଁଶ ଦ୍ୱାରା ରଥ ଭିଡ଼ା ହେଉଛି। ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏଡ଼େ ବଡ଼ ରଥ, ଦୀର୍ଘ 45-46 ଫୁଟ ରଥ, ୟାକୁ ବାଉଁଶ ଦ୍ୱାରା ଛୋଟ ଛୋଟ ବାଉଁଶ। ଠାକୁରଙ୍କର କୌଣସି ସ୍ପିରିଚୁଆଲି ପାୱାର ହେଉ ବା କୌଣସି ପ୍ରକାର ତାଙ୍କର ଗୋଟେ ଇଏ ଥାଉ, ସେଇଥି ସକାଶେ ବାଉଁଶ ଦ୍ୱାରା ଏଠି ସେ ଦୀର୍ଘ 800 ବର୍ଷ ହେଲା ଏ ବାଉଁଶ ଦ୍ୱାରା ରଥ ଚାଲିଛି। କିନ୍ତୁ ଏତିକି ଦୁଃଖର ବିଷୟ ଯେ ଦୀର୍ଘ 800 ବର୍ଷର ମନ୍ଦିର, ସେଇଦିନଠୁ ରଥଯାତ୍ରା ଚାଲିଛି, କିନ୍ତୁ ଏଠି ଠାକୁରଙ୍କ ରଥ ତିଆରି କରିବାକୁ ଏତେ ପ୍ରୋବ୍ଲେମ୍। ଆଜି ସୁଦ୍ଧା ମୁଁ ଯେତେବେଳେ ଦାୟିତ୍ୱ ନେଲି, ଆଗରୁ ତ 7-8 ଜଣ ମହନ୍ତ ଏଠି ବାବାଜୀ, ୟାର ପରମ୍ପରା, ଏ ମଠର ପରମ୍ପରା ହେଉଛି ରାଜା ତାକୁ ଇଏ ନିଯୁକ୍ତି କରିଥିଲେ ଯେ ଏଠି ବ୍ରହ୍ମଚାରୀ ବାବାଜୀ ହେଇଥିବ, ଏ ଠାକୁରଙ୍କର ନୀତିକାନ୍ତି କରିବେ ଏବଂ ସେମାନଙ୍କୁ ମଧ୍ୟ ତାଙ୍କ ନାଁରେ ମଧ୍ୟ ରେକର୍ଡ଼ଭୁକ୍ତ ହେଇକି ଥିଲେ। ମୁଁ ବର୍ତ୍ତମାନ 14-15 ବର୍ଷ ହେଲା ଗାଡ଼ି ଜାଗାରେ ଉତ୍ତରାଧିକାରୀ ଭାବରେ ଠାକୁରଙ୍କର ଏଇ ନୀତିକାନ୍ତି ରଥ ବିଷୟ ସବୁ କରୁଛି। କିନ୍ତୁ ଦୀର୍ଘ 4 ବର୍ଷ ହେଲା କାଠର ଅଭାବରୁ ଏ ରଥ ପୁରୁଣା କାଠରେ ଯୋଡ଼ା ହେଇ ତାକୁ ଚଲା ହେଉଛି, କିନ୍ତୁ କେତେ ବର୍ଷ ଯିବ ତାର ଠିକ୍ ନାହିଁ, ବି କରିହେବ କି ନାହିଁ। କିନ୍ତୁ ଯଦି ପ୍ରଶାସନ ତରଫରୁ କିଛି ୟାକୁ ଅନୁଦାନ ସହଯୋଗ କିଛି ମିଳନ୍ତା ତାହେଲେ ଆଉ ଟିକେ ଭଲରେ ମଧ୍ୟ ଚାଲନ୍ତା। ଠିକ୍।